ସମୟ ଦେଖାଯାଏନି କିନ୍ତୁ ବହୁତ କିଛି ଦେଖାଇ ଦିଏ। ନିଜର ବୋଲି ସମସ୍ତେ ଦେଖାଇ ହୁଅନ୍ତି କିନ୍ତୁ ପ୍ରକୃତରେ ନିଜର କିଏ ସମୟ ହିଁ ଜଣାଇ ଦିଏ। ଯେ କିଏ ଆପଣଙ୍କୁ ଦୂରେଇ ଦେଲା ବୋଲି କେବେ ବି ମନ ଦୁଃଖ କରନ୍ତୁ ନାହିଁ, ବରଂ ନିଜକୁ ଏମିତି ଯୋଗ୍ୟ କରନ୍ତୁ ଯେ ଦେଖିଲା ପରେ ସେ ନିଜେ ନିଜକୁ ପ୍ରଶ୍ନ କରିବ ଯେ ମଣିଷ ଚିହ୍ନିବାରେ ମୁଁ ବଡ଼ ଭୁଲ କରିଦେଲି। ପାଇବାର ଆଶା ସେତେବେଳେ ବ୍ୟର୍ଥ ଲାଗିଥାଏ ଯେତେବେଳେ ଆମେ କିଛି ମାତ୍ର ଆଶା କରି ସବୁ କିଛି ହରେଇ ଦେଇଥାଉ। ଆଜିକାଲି ସମସ୍ତେ ଭାବନ୍ତି କେଉଁ ପୋଷାକ ପିନ୍ଧିଲେ ମୁଁ ସୁନ୍ଦର ଦେଖାଯିବି, ମୁଁ କେଉଁ କର୍ମ କଲେ ଭଗବାନଙ୍କୁ ଭଲ ଲାଗିବି, ଏକଥା କେହି ବି ଭାବନ୍ତି ନାହିଁ। ଗର୍ଭବତୀ ମହିଳାମାନେ ଜାଣି ରଖନ୍ତୁ, ଗର୍ଭବତୀ ମହିଳାମାନେ ନିଜ ରୁମ୍ରେ ଭଗବାନ ଶ୍ରୀକୃଷ୍ଣଙ୍କର ଲଡୁ ଗୋପାଳ ପ୍ରତିମାକୁ ନିଶ୍ଚୟ ରଖିବା ଉଚିତ। ଭଗବାନ ଶ୍ରୀକୃଷ୍ଣଙ୍କ ବାଲଗୋପାଳ ରୂପକୁ ଛୁଆ ସମାନ ହିଁ ଧରାଯାଏ। ତେଣୁ ଏପରି ମୂର୍ତ୍ତି ବା ଚିତ୍ର ଗର୍ଭବତୀ ମହିଳାଙ୍କ ରୁମ୍ରେ ରଖିବା ଦ୍ୱାରା ପାରିପାର୍ଶ୍ୱିକ ଖୁସିର ବାତାବରଣ ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ ଛୁଆ ଉପରେ ଦେଖିବାକୁ ମିଳେ। ଏତିକି ହିଁ ନୁହେଁ, ଗର୍ଭାବସ୍ଥାରେ ଆକର୍ଷିତ ହେଉଥିବା ସମସ୍ତ ନକାରାତ୍ମକ ଉର୍ଜା ଭଗବାନଙ୍କ ଏହି ରୂପକୁ ଦେଖି ଦୂର ହୋଇଯାଏ। ଜୟ ଶ୍ରୀକୃଷ୍ଣ।